ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜି ସକାଳୁ ସକାଳୁ ମୁଁ ବାହାରି ଟିକେ ଚା ପିଇବାକୁ ବାହାରେ। ତ ଇଏ ଦେଖୁଛନ୍ତି ବାଟରେ ଗଲାବେଳେ ଦେଖିଲି ଯେ ଡଗେଶ ଭାଇ ଚିକେନ ନେବାକୁ ଆସିଛନ୍ତି। ତ ହଁ, ଡଗେଶ ଭାଇ ଚିକେନ ନେବାକୁ ଆସିଛନ୍ତି। ତ ତାପରେ ମୁଁ ଚା ଫା ପିଇକି ଆସିଲି ଘରକୁ। ଟିକେ ହଳଦୀ ଆଜି ବାଟିବାର ଥିଲା, କାରଣ ଝିଅକୁ ଟିକେ ହଳଦୀ ଲଗେଇବାର ଥିଲା, ଯେହେତୁ ଘିମିରି ଫିମିରି ହଉଛନ୍ତି, ଖରାଦିନ ଆସିଲାଣି। ତ ତାପରେ ମୁଁ ଆସିଲି ନବା ପାଇଁ ଦହିବରା ଭିମାର୍ଟ ଆଗରୁ। ତ ଏଠି ଦହିବରା ପୁରା ଫେମସ, ମାନେ ବଢିଆ ଦହିବରା ହୁଏ, ଟେଷ୍ଟି। ଆଉ ଇଟିଲି ଭଲ ମିଳେ, ଜଲ୍ଦି ସରିଯାଏ, ତେଣୁ ମୋତେ ଜଲ୍ଦି ଆସିବାକୁ ପଡିଲା। ତାପରେ ମୁଁ ମାଛ ନେବା ପାଇଁ ଟିକେ ଆସିଥିଲି ମାଛ ମାର୍କେଟ। ଇଏ ଦେଖୁଛନ୍ତି ବଡ ମାଛ କେତେ କଟା ହଉଛି ଦେଖୁଛନ୍ତି। ଆଉ ଏ ମାଛ ମାର୍କେଟ ଏତେ ଭିଡ, ମାନେ ବିଶ୍ୱାସ କରିବେନି, ରବି ବୁଧ ଶୁକ୍ରବାର ମାନେ ଏମିତି ଯାତ୍ରା ଭଳିଆ ଭିଡ। ତ ମାଛ ମାର୍କେଟରୁ ଟିକେ ଚିଙ୍ଗୁଡି ଧରିକି ଆସିଥିଲି ମୁଁ। ଆଜି ବଡ ମାଛ ଆଣିନଥିଲି। ତ ଚିଙ୍ଗୁଡି ଧରିକି ଆସିକି ଘରେ ପହଞ୍ଚିଲି। ଖିଆ ପିଆ ସରିଲା ପରେ ଆମେ ବାହାରିଲୁ ଟିକେ ମଲ୍ ବୁଲି ଯିବାକୁ। ଝିଅ ଦେଖୁଛନ୍ତି ଆମେ ବାହାରି ଯାଇଛୁ ବୋଲି ସେ ପୁରା ବ୍ୟସ୍ତ ହେଲାଣି, ଯିବ ବୁଲି ବୋଲି। ତାପରେ ବାହାରିଥିଲୁ ଆମେ ଏସ୍ପ୍ଲାନେଡ୍ ମଲ୍। ସେଠି ଗଲା ପରେ ଆମେ ଯାଇଥିଲୁ ମିନି ସବୁ। ତ ସେଠି ତ ମୁଁ ଭାବିଥିଲି ଫାଷ୍ଟ କିଣିବିନି, ସେଟା ଗୋଟେ ଚାଇନାର ଆକ୍ଚୁଆଲି ପ୍ରଡକ୍ଟ ଜିନିଷ ସବୁ ଏଠି ମିଳେ। ଚାଇନିଜ ପ୍ରଡକ୍ଟ, କଣ୍ଢେଇ ହେଲା, ଆପଣଙ୍କ ବ୍ୟୁଟି ସାମାନ ହେଲା, ଡ୍ରେସ ହେଲା, ଏସବୁ ଜିନିଷ ମିଳେ। ତ ମୁଁ ଭାବିଥିଲି କିଛି କିଣିବି, କିନ୍ତୁ ବାଧ୍ୟ ହେଇକି ମତେ କିଣିବାକୁ ପଡିଥିଲା କିଛିଟା ସାମାନ, ଯୋଉଟା କି 1700 ବିଲ୍ ପଳେଇ ଆସିଥିଲା, ଖାସ କରି ଏ କଣ୍ଢେଇଟା। ତ ତାପରେ ମୁଁ ଦେଖିଲି ଯେ ଷ୍ଟାରବକ୍ସ ର ଏଠି ଅଛି, କିନ୍ତୁ କେବେ କେଜାଣି ଷ୍ଟାରବକ୍ସ ମୁଁ ଯିବି, କାରଣ ବହୁତ ପଇସା ନା। ତାପରେ ସେଠି ତ ଝିଅ ଆମକୁ କିଛି ଖୁଆଇ ଦେଇନଥିଲା। ତାପରେ ଆମେ ଆସିଥିଲୁ ପାଲାଇଟ। ସେଠି ଆମେ ପିଜ୍ଜା ପ୍ୟାକିଂ କରି ଘରକୁ ନେଇ ଯାଇଥିଲୁ, ଘରେ ଖାଇବା ପାଇଁ। ଆଉ ଘରେ ବି ଆମକୁ ଏକ ଲୁଚି ଲୁଚି ଖାଇବା ପଡିଲା। ଦେଖା ଆଉ ଗୋଟେ ଭିଡିଓ।